ଯେତେବେଳେ ଧରେ ସେତେବେଳେ ଧରା ଧରେ। ମୁଁ ଜାଣିନା ତାଙ୍କ କଥା କାହିଁକି ମୋର ଏତେ ମନେ ପଡୁଛି, କାହିଁକି ମୋ ମନ ତାଙ୍କ ଆଡକୁ ଆପେ ଆପେ ଟାଣି ହେଇଯାଉଛି, କାହିଁକି ତାଙ୍କର ପ୍ରତିଟି ଆକ୍ଟିଭିଟି ମତେ ଭଲ ଲାଗୁଛି, କାହିଁକି? ଏଇଥିପାଇଁ ଯେ ତୁ ତାକୁ ଭଲ ପାଉଛୁ। ସତରେ କଣ ମୁଁ ତାକୁ ଭଲ ପାଉଛି? ତୁ ସରିଗଲୁ ନିଶା। ମାମୁ ଆଜି କଣ ଭାଣିଜୀର କୋଉଠୁ ମାମୁ ଡାକ ଶୁଭିଲାଣି? କିଛି ଅଘଟଣ ଘଟିବ ବୋଧେ। ମାମୁ 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 କହିଯା, ମୋର ସବୁ ଆଖି କାନ ଖୋଲା ଅଛି, କହିଯା। ତମକୁ ମୋର ଗୋଟେ କାମ କରିବାକୁ ପଡିବ। ଆଚ୍ଛା, ଯଦି ସେ କାମଟା ମୁଁ କରିପାରିବି ତେବେ କହ। ତମେ ଆୟୁଷ ପଟ୍ଟନାୟକ ଚିହ୍ନିଛ? ସେଟା ପୁଣି କିଏ ବା? ବିଏନ୍ କଲେଜର ଫିଜିକ୍ସ ଲେକ୍ଚରର। ମୋ ପାଖରେ କ'ଣ କିଛି କାମ ଥିଲା? ମୁଁ ସୋମେଶ ରାଜ, ଶିଳ୍ପପତି ଅବିନାଶ ଚୌଧୁରୀଙ୍କୁ ଆପଣ ଜାଣିଥିବେ, ତାଙ୍କର ମୁଁ ବ୍ରଦର ଇନ୍ ଲ। ଆକ୍ଚୁଆଲି କଥା କ'ଣ କି, ମୋ ଭାଣିଜୀ କାମରେ ମୁଁ ଆପଣଙ୍କ ପାଖକୁ ଆସିଛି। ମୋ ଭାଣିଜୀ ଫିଜିକ୍ସରେ ପିଜି କରୁଛି ତ ସିଏ ଚାହୁଁଛି ଆପଣଙ୍କ ଗାଇଡେନ୍ସ ତାକୁ ମିଳିଲେ ତ ତାକୁ ପିଜିରେ ବେଟର ରେଜଲ୍ଟ କରିବା ତାକୁ ଇଜି ହେଇଯିବ। ସେଥିପାଇଁ ଆପଣ ଆମ ଘରକୁ ଯାଇ ଯଦି ତା ଫିଜିକ୍ସଟା ଟିକେ ଦେଖିଦିଅନ୍ତେ। ମାନେ କ'ଣ କହୁଛନ୍ତି ଆପଣ? ନା 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 ଫିଜିକ୍ସ ନୁହଁ, ଫିଜିକ୍ସ ଆମ ଘରକୁ ଯାଇ ପଢ଼େଇଲେ ଭଲ ହୁଅନ୍ତା। ଆଉ ସେଥିପାଇଁ ଆପଣ ଯାହା ଫି କହିବେ ଆମେ ଦେବାକୁ ରାଜି। ଦେଖନ୍ତୁ, ପ୍ରଥମ କଥା ହେଲା, ମୁଁ କେବେ ଫିସ୍ ନେଇ ପାଠ ପଢ଼ାଏ ନା। ମୁଁ ନିଜର ଶାନ୍ତି ପାଇଁ, ମନର ଖୁସି ପାଇଁ ପିଲାମାନଙ୍କୁ ପାଠ ପଢ଼ାଏ। ଆଉ ଦ୍ୱିତୀୟ କଥା ହେଲା, ମୁଁ କେବେ ଘରକୁ ଯାଇ ପାଠ ପଢ଼ାଏନି। ନାଇଁ, ପ୍ରଥମ କଥାଟା ଠିକ୍ ଅଛି, ଚଳିବ। ହେଲେ ଦ୍ୱିତୀୟ କଥାଟା ମୋ ପାଇଁ ଟିକେ କନସିଡର କଲେ ଗୋଟେ ଆସନ୍ନ ପ୍ରଳୟରୁ ମୁଁ ବର୍ତ୍ତି ଯାଆନ୍ତି। ଆସନ୍ନ ପ୍ରଳୟ? ଓ, ଆପଣ ଫିଜିକ୍ସ ଲେକ୍ଚର ତ ବୁଝିପାରୁନାହାନ୍ତି। ସେ କଥା କ'ଣ କି, ମୋ ଭାଣିଜୀ ହେଉଛି ମୋ ଜିଦ୍ଦି ସ୍ୱଭାବର ଝିଅ। ତାର ଗୋଟିଏ ଚାପ୍ଟର ଡାଉଟ୍ କ୍ଲିୟର ନ ହେବା ଯାଏ ସେ ନେକ୍ସଟ ଚାପ୍ଟର ଯାଏ ନାହିଁ। ଆଉ ସେଇ ସମୟରେ ତାକୁ କିଏ ବି ଡିଷ୍ଟର୍ବ କରେ ପୁରା ତୁମ୍ବି ତୋଫାନ କରିଛି। ଛାଡ଼ନ୍ତୁ, ଆପଣ ତ ମନା କଲେ, ଆଉ ଦେଖିବା ଭଗବାନଙ୍କ ଇଚ୍ଛା ଯାହା। ଶୁଣନ୍ତୁ, ଆପଣ ମନ ଦୁଃଖ କରନ୍ତୁନି। ଆପଣ ଯଦି କହୁଛନ୍ତି ତାହେଲେ ମୁଁ ଯାଇ ଦେଖି ଆସିବି। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ନିଶା, এই দেখ তো ফিজিক্স স্যার আসলে দেখ। ଆପଣ? ହଁ, ନମସ୍କାର। ନମସ୍କାର। ବାଇ ଦ ୱେ ଆୟୁଷ ବାବୁ, ଆପଣ କ'ଣ ମୋ ଭାଣିଜୀକି ଆଗରୁ ଜାଣିଛନ୍ତି? ଆଜ୍ଞା, କିନ୍ତୁ ଇଏ ଆପଣଙ୍କ ଭାଣିଜୀ ବୋଲି ଜାଣିନଥିଲି। ଆଚ୍ଛା ଆଚ୍ଛା ଆଚ୍ଛା, ଏବେ ଜାଣିଲେ ତ? ନିଶା ଏବେଠାରୁ ଆୟୁଷ ବାବୁ ତ ଦାୟିତ୍ୱ ନେଲେ। ଆୟୁଷ ବାବୁ, ଇଏ ହେଉଛି ମୋ ଭାଣିଜୀ ନିଶା, ଆପଣ ତାର ଦାୟିତ୍ୱ ନେଲେ। ନା ଥାଉ। ଆସନ୍ତୁ, ବସନ୍ତୁ ନା। କ'ଣ ନେବେ, ଥଣ୍ଡା ନା ଗରମ? ଥଣ୍ଡା ମୁଁ ପିଏନି, କି ଗରମ ମୋ ଦେହରେ ଯାଏନି। ଆରେ ହଁ, ମୁଁ ଭୁଲି ଯାଇଥିଲି, ଆପଣ ତ ପୁରା ନରମ ମିଜାଜର ଲୋକ। ଦେଖନ୍ତୁ, ଏସବୁ କଥା ଛାଡ଼ି ଆମେ ଯଦି ମେନ୍ ଟପିକ୍